ମାନେ ଆମେ ତ ଆସିଲା ଦେଖିଲା ବେଳକୁ ମାନେ ଖଣ୍ଡା ଖଣ୍ଡା ସବୁ ଥୁଆ ହେଇଛି। ତାପରେ ସେ ଯେଉଁ ପିଲାଟି ଯେଉଁ ଯାହା ନା କହୁଥିଲେ ସେ ପିଲାଟି ସେ ଉପରେ ଆସି ଉଣ୍ଡିକି ଦେଖୁଥିଲା। ଦେଖୁଥିଲା ଯେ ଏଇ ତଳେ କହିଲେ ଯେ ନାଇଁ ସେଇ ଯେଉଁ ପିଲା ଉପରେ ଦେଖୁନି ସେଇ ପିଲା। ତାପରେ ସେପଟେ ଯାଇଛି ପିଲାକୁ ଆମେ ତାଙ୍କୁ ଧରିକି ପୋଲିସ ହ୍ୟାଣ୍ଡ ଆମେ ତାଙ୍କୁ ଦେଇଛୁ। ନାଇଁ ନାଇଁ ମିସବିହେଭ୍ କରୁଥିଲି କି ଅସାମାଜିକ ଯେଉଁ କାମ ଯେଉଁ ଜିନିଷଗୁଡ଼ା ଯେଉଁ ଅଛି ନା ଆଜ୍ଞା, ଯାହାର ଯେଉଁ ଜିନିଷଟା ମିଳିଛି ଯାହା ଯିଏ ବେଲେ ଆଜ୍ଞା ଦେଖିବ ସେ ଅସାମାଜିକ ଯେଉଁ ଜିନିଷ ଏମାନେ କାମ କରୁଛନ୍ତି। ମଦ ଅଛି, ଗଞ୍ଜେଇ ଅଛି, ଗଞ୍ଜେଇ ବୁଡ଼ା ଅଛି, ଏ ଯେଉଁ ଆମର ଚିଲିମ ଥୁଆ ହେଇଛି, ଆମର ଗଞ୍ଜେଇ ଥୁଆ ହେଇଛି, ଖଣ୍ଡା ଥୁଆ ହେଇଛି। ନାଇଁ ନାଇଁ ମିସବିହେଭ୍ କରନ୍ତି ଏଠି, ମିସବିହେଭ୍ କରନ୍ତି ବୋଲି ତାଙ୍କ ନାଁରେ ସେମାନେ ଥାନାରେ ବାରମ୍ବାର ଏଫଆଇଆର୍ ଦିଆଯାଇଥିଲା, ଦେଇଛନ୍ତି। ଏବେ ଯାଇ କ'ଣ ପିଲା ଗିରଫ କରି ଫରୱାର୍ଡ଼ କରାଯାଉ କିଏ ଦାବି ଆଉ ଯେମିତି ନ ହେବ ଅସାମାଜିକ ଜିନିଷ ନ ହେବ। ଯେଉଁମାନେ ସପୋର୍ଟ କରୁଥିବେ ଦୁଇଟା ପଇସା ଦେଇଥିବ ତାଙ୍କୁ ବି ଗିରଫ କରାଯାଉ। ତାଙ୍କୁ ବି ପଚାରିଲେ ସେ ପିଲାକୁ ପଚାରିଲେ ପିଲା ନାଁ କହିବ କିଏ କିଏ ଅଛନ୍ତି କ'ଣ ନାହିଁ ତଦନ୍ତ କରି ଫରୱାର୍ଡ଼ କରି ଦାବି କରୁଛୁ ଆମେ। କାରଣ ଅସାମାଜିକ ଜିନିଷ ଆଜ୍ଞା ଦେଖନ୍ତୁ କେଉଁଭଳିଆ ମାନେ ଖଣ୍ଡା ବୁଝିଗଲେ କେଉଁଭଳିଆ ପୁରା ମାରାତ୍ମକ ଜିନିଷ ପୁରା ଏଡ଼େ ବଙ୍କା ବଙ୍କା ଖଣ୍ଡା ଥୁଆ ହେଇଛି। ହଁ ଆଗରୁ ବି ଭାଇମାନେ ଆମର ବଡ଼ ଭାଇମାନେ ଥିଲେ ଆଗରୁ କ'ଣ ମନା କରିଥିଲେ, ମନା କରିବା ତାଙ୍କ ସାଙ୍ଗେ ଯୁକ୍ତିତର୍କ ପାଟିତୁଣ୍ଡ ଗଣ୍ଡଗୋଳ ମଝିରେ ରହିଲା, ଥାନାରେ ଏଫଆଇଆର୍ ହେଇଥିଲା କି ନାଇଁ ଭାଇ ଏସବୁ ଏଇଗୁଡ଼ା ସବୁ କରାହେଇଥିଲା। ସମସ୍ୟା ରହିଛି କ'ଣ, ଆମର ଏଠି ମୋର ଘର ଅଛି ପାଖରେ, ଏଠି ଗୋଟେ ମନ୍ଦିର ଅଛି। ଏଠି ପ୍ରାୟ ଡେଲି 50-100 ସ୍ତ୍ରୀ ଲୋକ ଆସନ୍ତି। କିନ୍ତୁ ଏ ପିଲା କିଛି ଆମର ଛୋଟ ଛୋଟ ପିଲା ବଡ଼ ପିଲା ମିଶି ମନ୍ଦିର ଆଗରେ ବସିଲେ ଆମେ ତାଙ୍କୁ ବହୁତ ପ୍ରକାର ବାରଣ କରୁଛୁ, କରିନାହାନ୍ତି। ପଛପଟେ ସେଠି ଖଣ୍ଡା ତରୋଡ଼ ରଖି ମଦ ଫଦ ପିଇ ଅସାମାଜିକ କାର୍ଯ୍ୟକଳାପ ଚଲେଇଛନ୍ତି। ଆଉ କହିଲେ ଲୋକଙ୍କୁ ଖଣ୍ଡା ଧରିକି ଗୋଡ଼ଉଛନ୍ତି, ତାକୁ କହୁଛନ୍ତି ମାରିବୁ, ଆକୁ ମାରିବୁ, ଆତଙ୍କ ସୃଷ୍ଟି କରୁଛନ୍ତି। ଏଠି କୁକୁଟେଶ୍ୱର ମନ୍ଦିର, ଆମର ଜଗନ୍ନାଥ ମନ୍ଦିର, ଏଠି ବହୁତ ଲୋକ ଆସନ୍ତି, ଭୟଭୀତ କରୁଛନ୍ତି ପିଲା ଲୋକମାନଙ୍କୁ। ଆଉ ଯିଏ ଯଦି ପର୍ସନାଲ୍ କହିଲା ତାକୁ କହୁଛନ୍ତି ଆମେ ମାରିବୁ, ହାଣିବୁ, ଇଏ କରିବୁ, ଏମିତି ଧମକଉଛନ୍ତି। ଆମେ କହିଲୁ ଆମେ ଯାହା ହେବ ହେବ, ଆମେ ତାକୁ ତ କହିଛୁ। ତାପରେ ଏଠି କ୍ୟାମେରା ଭାଙ୍ଗିକି ନେଇଗଲେ, ତା ପାଇଁ କହିଲୁ ଶୁଣିଲେନି। ତାପରେ ଛୁରୀ କଟୁରୀ ସବୁ ଭିତରେ ରଖି ପଛପଟେ ଗୋଟେ ଗ୍ୟାଙ୍ଗ କରିକି ବସିକି ସବୁ ଏମିତି କରୁଛନ୍ତି। ଆଉ ଏଇ ପାଖରେ ଆମର ବିହାର ସମ୍ପ୍ରଦାୟର ତାଙ୍କ ବାପା ସିଏ ଏଇଠି ରହୁଛନ୍ତି, ତାଙ୍କର 3-4 ଭାଇ, ସେ କାମ ଦାମ କରନ୍ତି ଏଇଠି ବସିକି। କିଛି କାମ ନାହିଁ, ବସୁଛନ୍ତି ସବୁ ଏଇଠି ଆଉ ବସିକି ପାଖରେ ରହୁଛନ୍ତି, କୁକୁଟେଶ୍ୱର ବସ୍ତିରେ ରହୁଛନ୍ତି। ଝଗଡ଼ା କରନ୍ତି, ବାରଣ କଲେ ତାକୁ ବାଡ଼େଇବୁ ମାରିବୁ ଏମିତି ଧମକଉଛନ୍ତି। ଆଉ ସରକାରଙ୍କ ପାଖରେ ପୋଲିସ ନିକଟରେ ବି ଦାବି କରୁଛୁ। ଆଜି ପୋଲିସ ଭାଇମାନେ ଯାହା ଆମ କଥା ଶୁଣିକି ଆସିଛନ୍ତି, ଆମେ ତାଙ୍କୁ ରିକ୍ୱେଷ୍ଟ କରୁଛୁ ସେ ଟିକେ ଧ୍ୟାନ ଦିଅନ୍ତୁ। ଆଉ ଏଠି ପେଟ୍ରୋଲିଂ ଟିକେ ହଉ, ଗାଡ଼ି ପେଟ୍ରୋଲିଂ ଆଟଲିଷ୍ଟ ହଉ, ଆଉ ସେମାନଙ୍କୁ ଡାକି ଟିକେ ବୁଝାସୁଝା କରିଦିଅନ୍ତୁ। ଏଠି ମନ୍ଦିର ପ୍ରବେଶରେ ଲେଡ଼ିଜ୍ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆମ ଏ କଲୋନୀର ପ୍ରାୟ ସବୁ ସ୍ତ୍ରୀ ଲୋକ ମାନେ ସାଇନ୍ କରିକି ଦେଇଛନ୍ତି, ଥାନାକୁ ଯିବାକୁ ବାହାରୁଥିଲେ, ଆମେ ତାଙ୍କୁ ଅଟକେଇଲୁ। ଆଜି ଆମେ କହୁଛୁ, ତାପରେ ସେ ପୁରା ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆମେ ରିକ୍ୱେଷ୍ଟ କରୁଛୁ ସେମାନେ ଏଠି ମନ୍ଦିର ପାଖରେ କିଛି ନ ବସନ୍ତୁ। ଏଠି ଭାଗବତ ଚର୍ଚ୍ଚା ହେଉଛି, ମାସରେ ଥରେ ଆମେ ଗୋଟେ ପାରାୟଣ ଏଠି କରୁଛୁ, ଭୋଜି ଭାତ ହେଉଛି, କିନ୍ତୁ ସେମାନେ ଏଇ କଥା ଶୁଣୁନାହାନ୍ତି। ତାପରେ ଆମେ ସବୁ ବୟସ୍କ ଲୋକ, ଆମେ କିଛି କହିପାରୁନୁ। ଆମେ ସରକାରଙ୍କ ପାଖରେ ଦାବି କରୁଛୁ ସିଏ ଟିକେ ଏଠିକି ଧ୍ୟାନ ଦେଇ ଟିକେ ଯଦି ପୋଲିସ ପ୍ରୋଟେକ୍ସନ୍ ଦେଇକି ଜାଗା ଟିକେ ଶୃଙ୍ଖଳିତ ରଖିଲେ ଭଲ ଲାଗିବ। ଏଇଠି ପ୍ରାୟ ଅନସୋସିଆଲ ୱାର୍କ ଗୁଡ଼ାକ ସେମିତି ପ୍ରାୟ କରୁଥିଲେ। ଯେତେ ଯାହା କଲେ ମଧ୍ୟ ସେମାନେ ବାରଣ କଲେ ମଧ୍ୟ ହୁଏ ନାହିଁ, ବନ୍ଦ କରନ୍ତି ନାହିଁ। ଆଜି ଦେଖାଯାଉ ଏତିକି ପଦକ୍ଷେପ ନେଲା ପରେ କ'ଣ ହେଉଛି। ଆମେ ତ ପୋଲିସର ଆଶ୍ରୟ ନେଇଥିଲୁ, ନେଲା ପରେ ଏହା ସବୁ ହେଲା, ଯାହା ସବୁ ଘଟିଲାଣି। ବର୍ତ୍ତମାନ ଚାଲିଛି ସବୁ ଗେଟ୍ ଫେଟ୍ ବନ୍ଦ କରୁଛୁ। ସେ ପଛପଟେ ଗୋଟେ ଜାଗାଟା ଥିଲା ଯେଉଁଟାକି ଆମର ଜଣେ ବ୍ୟକ୍ତିଙ୍କର ଥିଲା ଜାଗା, ସେଇଟା ଯେହେତୁ ଅନଡେଭଲପ୍ ହେଇକି ଥିଲା, ତାହାରି ସୁଯୋଗ ନେଇକି ସେମାନେ ଦୀର୍ଘ ଦିନ ହେଇ ସେମାନେ ସବୁ କରି ପ୍ରାୟ 8-10 ଜଣ ପ୍ରାୟ ଏମିତି ଚାଲିଥିଲା। ବେଳେବେଳେ ବହୁତ ଗ୍ରୁପ୍ ହେଇକି ଆସୁଛନ୍ତି। ବିଶେଷ କରି ସେମାନଙ୍କର ଛୋଟ ପିଲାମାନଙ୍କୁ ସେମାନେ ନେଇକି ସେମାନେ ମଧ୍ୟ ଶିକ୍ଷା, ସେଇ ଟାଇପ୍ର ଶିକ୍ଷା ସେମାନେ ଦେଇ ଚାଲୁଥିଲେ, ନିଶା ଦ୍ରବ୍ୟ କେମିତି ଶିଖାଯାଏ। ପୋଲିସ ଜଣକୁ ନେଇଛି, ସସ୍ପେକ୍ଟରେ ସେ ନେଇଛି, କିନ୍ତୁ ସେଇ ପିଲାମାନଙ୍କ ଭିତରେ ସେମାନେ ସବୁ ପ୍ରାୟ ବସା ଉଠା କରନ୍ତି। ସେମାନେ ସବୁ ଯେଉଁ ପିଲାଟାକୁ ନେଇଛନ୍ତି ସେମାନଙ୍କର ପ୍ରାୟ ତାଙ୍କ 4 ଜଣ ଭାଇ ଅଛନ୍ତି। ସେମାନେ ସବୁ ତାଙ୍କର ଗ୍ରୁପ୍ର ସବୁ ଆଡା ଏସବୁ ଚାଲେ। ଆଉ ପ୍ରାୟ ରାତିରେ ଚାଲେ, ଦିନ ବେଳେ ଯେତେବେଳେ ଦେଖିବ ଗୋଟେ ବସିକି ଏଠି ଗୋଟେ ଆଡା ଚଲେଇଥିଲେ ଆଉ।